ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ଏଣିକି ଇ-କେୱାଇସି କରିବା ବାଧ୍ୟତାମୂଳକ, ନହେଲେ କଟିବ ରାସନ କାର୍ଡ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ରାଜସ୍ଥାନ ସରକାରଙ୍କର ବଡ଼ ଘୋଷଣା। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ ପାଳିତ ହେବ ଇନ୍ଦିରା ଗାନ୍ଧୀ ଜୟନ୍ତୀ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଅପଡେଟ୍ ହେଉଛି ରାଜ୍ୟ ସରକାରଙ୍କ ଆକ୍ସନ ମୋଡ୍। ଆରମ୍ଭ ହେଲା ରାସନ କାର୍ଡଧାରୀଙ୍କ ପାଇଁ ଛାନଭିନ୍। ଚିହ୍ନଟ ହେଲେ ଫଲ୍ସ ହିତାଧିକାରୀ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ରାଜ୍ୟରେ ନୂତନ ଶୀତଳ ଭଣ୍ଡାର ନିର୍ମାଣ ହେବା ନେଇ ମନ୍ତ୍ରୀଙ୍କର ବଡ଼ ଘୋଷଣା। ମନ୍ତ୍ରୀ କହିଲେ ରାଜ୍ୟର ପ୍ରାୟ 58ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ପରବର୍ତ୍ତୀ ଖବର ହେଉଛି ଚାଉଳ ପାଇଁ ହଟହଟା ହେଲେ 85 ବର୍ଷୀୟ ବୃଦ୍ଧା। ଚାଉଳ ପାଇଁ ଟଲିରେ ବୁହା ହୋଇ ଆସିଲେ ପଞ୍ଚାୟତ ଅଫିସ। ଏହିଭଳି ଦୃଶ୍ୟ କୋରାପୁଟ ଜିଲ୍ଲାରୁ ଦେଖିବାକୁ ମିଳୁଛି ବୋଲି ସୂଚନା ରହୁଛି। ପରବର୍ତ୍ତୀ ଖବର ହେଉଛି ଆଜିଠାରୁ ରାଜ୍ୟରେ ଲାଗୁ ହେଲା ନୂଆ ନିୟମ। ପଡ଼ିବ ଉପଭୋକ୍ତାଙ୍କ ପକେଟ ଉପରେ ପ୍ରଭାବ, ବଦଳିବ ଦରଦାମ, ଲାଗୁ ହେବ ନୂଆ ପ୍ରାଇସ୍। କ୍ରେଡିଟ୍ କାର୍ଡ ଠାରୁ ଆରମ୍ଭ କରି ଗ୍ୟାସ୍ ଏବଂ ପେଟ୍ରୋଲ ଡିଜେଲ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ନୂଆ ରେଟ୍। ପରବର୍ତ୍ତୀ ଖବର ହେଉଛି କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କର ବଡ଼ ଘୋଷଣା। ଚାଷୀଙ୍କୁ ମିଳିବ କ୍ଷତିପୂରଣ। ଲଗାଣ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ଆକଳନ ମୁତାବକ କ୍ଷତିପୂରଣ ଭରଣା କରାଯିବ ବୋଲି କହିଛନ୍ତି କୃଷିମନ୍ତ୍ରୀ। ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଘୋଷଣା। ଏବେ ହିତାଧିକାରୀ ଘରେ ବସି ପାଇବେ ରାସନ। ଏଥିସହିତ ଯେଉଁମାନଙ୍କର ବୟସ ଅଧିକ ଯୋଗୁଁ ଟିପ କାମ କରୁନାହିଁ କିମ୍ବା ଟିପ ଚିହ୍ନ ନେଉନାହିଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆପ୍ର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ। ପରବର୍ତ୍ତୀ ଅପଡେଟ୍ ହେଉଛି ସ୍କୁଲ ବାରଣ୍ଡାରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା। ଆମ ଓଡ଼ିଶା ନବୀନ ଓଡ଼ିଶା ନେଇ ବଡ଼ ଅଭିଯୋଗ। ପିଲାମାନଙ୍କ ଭବିଷ୍ୟତ ସହ ଖେଳିଛନ୍ତି ବିଭାଗୀୟ ଯନ୍ତ୍ରୀ। ମରାମତି ନାଁରେ ଶ୍ରେଣୀଗୃହର ଛାତ ଭାଙ୍ଗି ଦେବା ପରେ ଆଉ ଠିକାଦାରଙ୍କର ଦେଖା ନାହିଁ ବୋଲି ସୂଚନା ରହୁଛି। ପରବର୍ତ୍ତୀ ଅପଡେଟ୍ ହେଉଛି ବିନା ନୋଟିସରେ ଛଟେଇ କଲେ ଶ୍ରମିକମାନଙ୍କୁ। ଛଟେଇ ପରେ ଅଭିଯୋଗ ନେଇ ଠିକାଦାରଙ୍କ ଅଫିସ ଘେରାଉ କଲେ ଶ୍ରମିକମାନେ। 150ରୁ ଅଧିକ ଶ୍ରମିକ ଘେରାଉ କରିଛନ୍ତି ଠିକାଦାର ଅଫିସ। ଏହିପରି ଘଟଣା ସୁକିନ୍ଦା ଖଣି ଅଞ୍ଚଳରେ ଦେଖିବାକୁ ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ବଡ଼ ପରିବର୍ତ୍ତନ। ବିଏସ୍କେୱାଇ କାର୍ଡକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱର ହେବ ଅନ୍ତ। ଖୁବ୍ ଶୀଘ୍ର ବିଏସ୍କେୱାଇ ବଦଳରେ ଲାଗୁ ହେବ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ। ଖୁବ୍ ଶୀଘ୍ର ଚୂଡ଼ାନ୍ତ ମଡେଲଟି ନେଇ ସରକାରଙ୍କ ଘୋଷଣା। ସରକାର କହିଛନ୍ତି ଜନସାଧାରଣ ପୂର୍ବପରି ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇବେ। ସେହିପରି ଏବେ ରାଜ୍ୟରେ 96,50,000 ବିପିଏଲ୍ ଏବଂ ଏପିଏଲ୍ ପରିବାରକୁ ବିଏସ୍କେୱାଇ ସୁବିଧା ପାଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟବାସୀ ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ଯୋଜନାରେ ଲାଭ ପାଇବେ। ପୂର୍ବଭଳି ଏଥିରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ରହିବ। ପରବର୍ତ୍ତୀ ଖବର ହେଉଛି ହାତୀ ପାଇଁ ହଟହଟା। ପୂର୍ବରୁ ହାତୀ ଫସଲ ଏବଂ ଧନ ସମ୍ପତ୍ତି ନଷ୍ଟ କରୁଥିବା ବେଳେ ଏବେ ଖାଇଲା ମଧ୍ୟାହ୍ନ ଭୋଜନ। ଏମିତି ଖବର ଢେଙ୍କାନାଳ ମହାବୀରଡ଼ା ରେଞ୍ଜ ମଝିକା ବିଦ୍ୟାଳୟରେ ପଶି ଚାଉଳ ଖାଇଛି ହାତୀ ବୋଲି ସୂଚନା ରହୁଛି। ରାଜ୍ୟ ରାଜନୀତିରେ ହଟଚମକ। ପୁଣି ଥରେ ବିଜେଡିକୁ ଝଟକା। ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ମମତା ମହନ୍ତ। ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନିକଟକୁ ପଠାଇଛନ୍ତି ମମତା ମହନ୍ତ। ମମତା ମହନ୍ତଙ୍କ କାର୍ଯ୍ୟକାଳ 2026 ପର୍ଯ୍ୟନ୍ତ ଥିବାବେଳେ ସେ ପୂର୍ବରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହା ସହିତ ବିଜେଡିରେ ମୋଟ ରାଜ୍ୟସଭା ସାଂସଦ ସଂଖ୍ୟା 8କୁ ଖସି ଆସିଛି। ପରବର୍ତ୍ତୀ ଖବର ହେଉଛି ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ଇସ୍ତଫା ପରେ ରାଜ୍ୟରେ ଲାଗି ରହିଛି ଚର୍ଚ୍ଚା। ମମତା ମହନ୍ତ ହେଉଛନ୍ତି କୁଡ଼ୁମି ସମ୍ପ୍ରଦାୟର ମୟୂରଭଞ୍ଜ ଜିଲ୍ଲାର ଜଣେ ହେଭିୱେଟ୍ ନେତ୍ରୀ। କୁହାଯାଉଛି ଯେ ବିଜେଡିର ଶୋଚନୀୟ ପରାଜୟ ପରେ ବିଜେଡିର ଜଣେ ପ୍ରଭାବଶାଳୀ ନେତା ମମତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ସେଥିପାଇଁ ମମତା ଇସ୍ତଫା ଦେଇଛନ୍ତି ବୋଲି ସୂଚନା ରହୁଛି। ଚାଷୀ କୂଳ ପାଇଁ ଖୁସି ଖବର। ବଢ଼ିଲା ଫସଲ ବୀମା ଯୋଜନାର ପଞ୍ଜୀକୃତ କରିବା ଅବଧି। ଏହା ପୂର୍ବରୁ ସରକାର ଜୁଲାଇ 31 ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ କରିଥିବା ବେଳେ ଏହାକୁ ଅଗଷ୍ଟ 10 ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି ବୋଲି ସୂଚନା ରହୁଛି। ପରବର୍ତ୍ତୀ ଖବର ହେଉଛି କୂଳ ଲଙ୍ଘୁଛି ସମୁଦ୍ର ଜଳ। ମାଡ଼ି ଆସୁଛି ସମୁଦ୍ର ଜଳ। ଗାଁ ଜନବସତିରେ ପଶୁଛି ପାଣି। ଏଥିପାଇଁ ପ୍ରଶାସନଙ୍କର କୌଣସି ନଜର ନାହିଁ। ଫଳରେ ସମୁଦ୍ର କୂଳିଆ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ବୋଲି ସୂଚନା ରହୁଛି।
ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରେ 18% ଜିଏସଟି ଲଗାଇବା ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ତଥା ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଚଳିତ ବଜେଟରେ ମୋଦି ସରକାର ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରେ 18% ଜିଏସଟି ଲଗାଇଛନ୍ତି। ଏନେଇ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଚିଠି ଲେଖିଛନ୍ତି ଜିଏସଟିକୁ ହଟାଇବା ପାଇଁ ବୋଲି ସୂଚନା ରହୁଛି।